ସୁନ୍ଦରୀ ଯେତେ ମନା କର ମଧ୍ୟ ନ ମାନିବି ମୁହିଁ ନିଶ୍ଚୟ ନିଶ୍ଚୟ ଆଣିବି ମୁଁ ଜନକ କୁମାରୀ। ବଲାଙ୍ଗୀର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ଗତ ରାତିରେ ମଞ୍ଚସ୍ଥ ହୋଇଛି ଶୂର୍ପଣଖାର ନାସାକର୍ଣ୍ଣ ଛେଦନ। ଖୁବ୍ ସୁନ୍ଦର ଅଭିନୟରେ କଳାକାରମାନେ ଦର୍ଶକମାନଙ୍କ ମନ ମୋହିଛନ୍ତି। ଲଙ୍କପତି ରାବଣ ନିଜ ଭଉଣୀ ଶୂର୍ପଣଖାର ନାସାକର୍ଣ୍ଣ ଛେଦନ ସମ୍ବାଦ ପାଇ ସୀତା ହରଣ ପାଇଁ ନିଷ୍ପତ୍ତି ନେଇଛି। ରାବଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା କଳାକାରଙ୍କ ଅଭିନୟରେ ବେଶ୍ ବିମୋହିତ ହୋଇଛନ୍ତି ଦର୍ଶକ। ବଲାଙ୍ଗୀର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରୁଛନ୍ତି ଜଣେ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ରୁଦ୍ର ନାରାୟଣ ପଟେଲ। ଦିନବେଳା ରୋଗୀ ସେବାରେ ନିୟୋଜିତ ହେଉଥିବା ଏହି ଡାକ୍ତର ଜଣକ ରାତିରେ ରାବଣ ଭୂମିକାରେ ରାମଲୀଳା ମଞ୍ଚରେ। ତାଙ୍କ ଅଭିନୟ ମଧ୍ୟ ଖୁବ୍ ନିଖୁଣ। ଅତି ଆକର୍ଷଣୀୟ ଅଭିନୟରେ ଦର୍ଶକଙ୍କୁ ଆକର୍ଷିତ କରୁଥିବା ଡାକ୍ତର ରୁଦ୍ର ନାରାୟଣ ରାବଣ ଭୂମିକାରେ ଅଭିନୟ କରି ନିଜେ ମଧ୍ୟ ବେଶ୍ ଆନନ୍ଦିତ। ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଅଭିନୟ କରି ସେ ଅପୂର୍ବ ଆନନ୍ଦ ପାଆନ୍ତି ବୋଲି ନିଜେ କୁହନ୍ତି। ଆଜିର ଦିନରେ ମୁଁ ହେଉଛି ଲଙ୍କପତି ରାବଣ। এইটা আপনার যা দেখুছেন দিনবেলা মু মোর ব্যক্তিগত জীবনের রোগী সেবা করে কিন্তু রাতে আজ সামাজিক কার্যরে মু লঙ্কপতি হিসাবে আমার রামলীলার অভিনয় করা যাচ্ছি। টাইম সেমতি रोगी मानकर भी समय आमर नाट्य संसदर समय को टिके एडजस्ट करी तालमेल लगे दुही पक्ष को जमती क्या अन्याय न हो सेमती विचार करी सब एडजस्ट करा जाए। आज रावण राय डायलॉग बहुत किसी अच्छी आपण मैंने स्टेज रु ही शुणिले बेस भल लगे भावुची। सुंदरी जेते मना कर मध्य न मानिबी मुही निश्चय निश्चय आनिबी मु जनक कुमारी। एतकी आज शूर्पणखा और नासाकर्ण्य छेदन और शूर्पणखा रावण संवाद। पाइमिन रे